ପିଲାମାନେ ଚାଲନ୍ତୁ ଆଜି ପଢିବା ବୀଜଗଣିତ। ବୀଜଗଣିତ ଆରେ ଏଇଟା କଣ ବୀଜଗଣିତ? ହଁ, ଆରେ ବୀଜ କଣ? ବୀଜ ମାନେ ମଞ୍ଜି। ଆଉ କଣ? ବୀଜ ହେଲା ମଞ୍ଜି। ହଁ, ମଞ୍ଜି। ଗଣିତ ତ ଜାଣିଛ, ଗଣି ଗଣିକିରି ସବୁ କରିବ ଗଣିତ। ଆଉ ଗଣା ଗଣି କାମ ସବୁ ଆଦେହରେ হয়। ତେଣୁ ବୀଜ ଗଣିତ ହେଲା। ଆଦେହରେ ସବୁ ପ୍ରକାର ସଂଖ୍ୟା ଗଣନା କେମିତି ହବ ହେଲା। ସଂଖ୍ୟା ଗଣନା ହବ, ମିଶାଣ ଫେଡାଣ ହରଣ ଗୁଣନ ପ୍ରୋସେସ ସବୁ ଯାକ ଆମେ ବୁଝିବା ଆଦେହରେ। ତେଣୁ ଆ ନାଁ ଦିଆହେଇଛି ବୀଜ ଗଣିତ ହେଲା। ତେଣୁ ଆଜି ମଞ୍ଜି ପାଠ ତକ ପଢିବା। ଗଣିତର ମଞ୍ଜି ପାଠ ତକ ପଢିବା। ମଞ୍ଜି କଥା ଆମେ ଛାଡି ଯାଇଥିଲେ, ଆଜି ଯାଏ ଆମେ ମଞ୍ଜି କଥା ଜାଣିନେ, କିନ୍ତୁ ପାଠ ସରିଲାଣି ଆମର, ନାଇଁ କି? ଆଚ୍ଛା, ତ ଗଣିତର ମଞ୍ଜି କଥା ପଢିବା ଭାରି ଇଣ୍ଟରେଷ୍ଟିଂ କଥା। ପ୍ରଥମ ଚାପ୍ଟର ପଢିବା ଆମେ। ପ୍ରଥମ ଚାପ୍ଟର ବା ପ୍ରଥମ ଅଧ୍ୟାୟ ଆମେ କହିବା ଓଡିଆରେ। ପ୍ରଥମ ଅଧ୍ୟାୟ ହେଲା କଣ ନା ସରଳ ସମୀକରଣ। ଆରେ ନାଁ ତ ଦିଆହେଲା ସରଳ। ପିଲାଙ୍କୁ କଣ ଜଟିଳ ଲାଗିଲା? ହଁ, ସରଳ ମାନେ କଣ? ସିମ୍ପଲ। ସିମ୍ପଲ ପାଇଁ ସରଳ ଲେଖା ହେଇଛି। ସିଂହାଣିଆ କହିବ ହଁ ଆମେ ଜାଣିନୁ ସରଳ ଲେଖା ହେଇଛି, କିନ୍ତୁ ଆମକୁ ବଡ ଜଟିଳ ନାଗୁଛି ହେଲା। ସରଳ କଣ କିରେ ଇରେ ବାୟା? କହ ସରଳ କଣ? ତେଣୁ ଦେଖିବା। ସରଳ ରେଖା ପଡିଥିଲ ଜାଣିଛ ନା? ସରଳ ରେଖା। ଏ ଯୋଉ ସରଳ ରେଖାର ଉତ୍ପତ୍ତିଟାକୁ ଆମେ ଗୋଟେ ସମୀକରଣ ମାଧ୍ୟମରେ ଦର୍ଶଉଛେ ହେଲା। ତେଣୁ ଆମେ ସରଳ ଶବ୍ଦ ଲେଖିଛେ ସରଳ ରେଖା ପାଇଁ ହେଲା। linear simultaneous equation ହେଲା। linear ସରଳ ରେଖା ସମ୍ବନ୍ଧୀୟ ରହିଲା। ତେଣୁ linear simultaneous ଏକା ସାଙ୍ଗରେ ଦିଟା ଇକ୍ୱେସନ ଥିବ। ସହ ସମୀକରଣ। ଇକ୍ୱେସନ ହେଲା ସମୀକରଣ। ସାଣେ ଆପଣ ଓଡିଆ ଭଲ ବୁଝେଇଦେଲେ ସାଣେ। ସରଳ ସହ ସମୀକରଣ ଅର୍ଥ ଦିଟା ସମୀକରଣ ଥିବ। ଦିଟା ସମୀକରଣ ଲିନିୟର ଇକ୍ୱେସନ ଉପରେ ଥିବ ଦିଟା। ତେଣୁ ତା ନାଁ ଦିଆଯାଇଛି ସରଳ ସହ ସମୀକରଣ। ତେଣୁ ଚାପ୍ଟର ନାଁ ହେଲା ସରଳ ସହ ସମୀକରଣ। ହଁ ସାର୍, ଏବେ ଟିକେ ବଢିଆ ଲାଗିଲା, ବୁଝି ହେଲା ଟିକେ ଜିନିଷଟା କଣ। ଆରେ ସରଳ ସହ ସମୀକରଣ ତାହେଲେ ଭାରି ସରଳ। ସରଳ ରେଖାରେ କଥା ଆମେ ପଢିକି ବୁଝିଯିବା ଆଦେହରେ ହେଲା। ଗୋଟେ ସରଳ ରେଖାରେ ଇକ୍ୱେସନ ବା ସମୀକରଣଟା କେମିତିଆ ନା ax ପ୍ଲସ୍ by ପ୍ଲସ୍ c ଇଜ ଇକ୍ୱାଲ ଟୁ 0। ଏଇଟା ଗୋଟେ ସରଳ ରେଖାର ସମୀକରଣ। ଏଇଟା କଣ? ଗୋଟେ ସରଳ ରେଖାର ସମୀକରଣ ହେଲା। ତେଣୁ ଯଦି ଦିଟା ଇକ୍ୱେସନ ବା ଦିଟା ସମୀକରଣ ଆମେ ପଢିବା, ତାହେଲେ ଆମେ ଦିଟା ସମୀକରଣ ଲେଖିବା। a1x ପ୍ଲସ୍ b1y ପ୍ଲସ୍ c1 ଇଜ ଇକ୍ୱାଲ ଟୁ 0। a2x ପ୍ଲସ୍ b2y ପ୍ଲସ୍ c2 ଇଜ ଇକ୍ୱାଲ ଟୁ 0 ହେଲା। ଏହା ହେଲା କଥା। ତେଣୁ ଯଦି ଇଏ ଗୋଟେ ସରଳ ରେଖା, ଇଏ ଗୋଟେ ସରଳ ରେଖା, ଦିଟା ସରଳ ରେଖା ରହିଲା, ତାହେଲେ ଆମେ ଯଦି ଗ୍ରାଫ ପେପରରେ ଦେଖିବା ଦିଟା ସରଳ ରେଖା, ଜଣେ ଅଙ୍କନ କରୁ କରୁ ଏମିତି କରିଦେଲା, ସାର୍ ଇଏ ଗୋଟେ ସରଳ ରେଖା, ଇଏ ଗୋଟେ ସରଳ ରେଖା। ହଉ ଠିକ ଅଛି, ଭଲ କଥା। ଏଇଟା x ଅକ୍ଷ, ଏଇଟା y ଅକ୍ଷ। ତେଣୁ ଆ ଭିତରୁ ଆକୁ ଗୋଟେ ଧର, ଆକୁ ଗୋଟେ ଧର ହେଲା। ଜଣେ କହିଲା ନାଇଁ ସାର୍, ମୋର ବା ଏମିତିଆ
ହଉଛି ମୁଁ ଏମିତି ଯଦି ଭାବିଲି ଭାବେ କିଛି ଅସୁବିଧା ନାହିଁ ରେ ବାପା ଭାବିବା ପାଇଁ ପଇସା ପଡେନି ହେଲା ହଁ ଏମିତି ହେଲେ ସମାନ୍ତର ସରଳରେଖା ସାର୍ ଏମିତି ହବ ହଁ ହବ ହବନି କାହିଁ ସବୁ ହଉଛି ହବ ବୁଝିବାର ଖାଲି ବାକି ରହିଲା କଣ ହବ କୋଉଟା ହେଲେ କଣ ହବ ହେଲା ଜଣେ କହିଲା ସାର୍ ମୋର ଏକ୍ସ ଅକ୍ଷରେ ଏମିତି ରହିଲା ୱାଇ ଅକ୍ଷରେ ଏମିତି ରହିଲା ଦିଟାକ ସରଳ ରେଖା ଏମିତି ସମାନ୍ତର ଆସିଗଲା ହଉ ଆସନ୍ତୁ ଆସିଲେ ଅସୁବିଧା କିଛି ନାହିଁ ହେଲା ତାହେଲେ ବର୍ତ୍ତମାନ ଆମେ ଏଇଠି ଟିକେ ଗୋଟେ କଥା କହିବା ଏଇ ଯୋଉ ବିନ୍ଦୁଟା ଆସିଲା ଏଇଠି ଛେଦ ହେଇଛି ଦିଟାକ ସରଳ ରେଖା ତାହେଲେ ଆର ଗୋଟେ ପର୍ଟିକୁଲାର ଏକ୍ସ ମୂଲ୍ୟ ଗୋଟେ ରହିବ ଏବଂ ୱାଇ ଗୋଟେ ମୂଲ୍ୟ ରହିବ ଗୋଟିଏ ସମାଧାନ ଏକ୍ସ ର ଗୋଟିଏ ସମାଧାନ ଆସିବ ୱାଇ ର ଗୋଟିଏ ସମାଧାନ ଆସିବ एकमात्र समाधान अनन्य समाधान न्यून अनन्य एकमात्र समाधान समाधान एक्स रो गोटे मूल्य बाहर वाई रो गोटे मूल्य बाहर है अच्छा ताले छेद कले मूल्य बाहर कथाटा से जदि छेद न कला अरे भैया छेद तो है मूल्य कौटू बाहर एक्स वाई बाहर नहीं समाधान नहीं बुझिलु रे भैया समाधान नहीं अरे कहीं नहीं आ दीटा तो छेद होना छेद होते सीना एक्स रो मूल्य गोटे पकई था वाई रो मूल्य पकई था पकेला बेलू ये जीरो होता ये पकेला बेलू ये जीरो होता ये एक्स रो मूल्य वाई रो मूल्य पकई देकी देखला बेलू जीरो हो जाता किंतु ये हो नहीं है तो ये समाधान नहीं हाँ रे कथाटा ताले अच्छा आ गोटे देखा ताले आउ कौन संभावना रहा आउ गोटे संभावना रहा है सेठू मिस्टर गोलू बाहर कह सारे आपण एमती नेले मु गोटे सरल रेखा उपर आउ गोटे सरल रेखा को जब पकईकी नहीं गली हाँ यही तीन टा पॉसिबिलिटी बाहर है प्रोबेबिलिटी कथा आम पढ़ुचे गोटे सरल रेखा एमती रहा आउ गोटे सरल रेखा ता ऊपर रहीगला ट्रुं 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 एमती होगला तो ये गोटे सरल रेखा ये गोटे सरल रेखा अरे भाई एठी केतेटा समाधान ना जेहेतु दीटाक सरल रेखा कोइनसाइड करुचंती हला परस्पर ऊपर रोचंती असंख्य बिंदु आसिला असंख्य बिंदु आसुची उभयंक पई कॉमन हला तेणु असंख्य बिंदु जो कॉमन आसिला तेणु यार कौन है ना असंख्य समाधान है तेणु शॉर्टकट प्रश्न है गोटे सहसमीकरण समाधान केतेटा है सहसमीकरण समाधान केतेटा तो कथा है कौन ना हुए तो समाधान अच्छी जदि अच्छी गोटाए थी ना असंख्य थी है जदि नाई टोटाली नाई